ପୂର୍ଣ୍ଣଚନ୍ଦ୍ର ଦାସ ପିଓ ବଳପୁର ଗ୍ରାମ ପଞ୍ଚାୟତ। ଆଜି ଆପଣ ମୋତେ ଏଇ ଯେଉଁ ଏନ୍ଏଚଏସ୍ ପ୍ରୋଜେକ୍ଟ ଉପରେ ଯେଉଁଟା ନାଁ ମାନେ ଆରମ୍ଭ ତାରିଖ ଲେଖା ହେଇନି ଦିସ୍ ଇଜ୍ ଏ ପ୍ରୋବ୍ଲେମ୍, କିନ୍ତୁ ଘରେ ଯେଉଁଠି ବର୍ତ୍ତମାନ ଗାଁ ଲୋକମାନେ ମିଶିକିରି କମିଟି ଫର୍ମେସନ୍ କରାଯାଇ କାମ କରାଯାଉଥିଲା ସେଠି ଭୁଲ ବଶତଃ ବୋଧେ ଛାଡ଼ି ଯାଇଛନ୍ତି, ଯେଉଁଟାକୁ ଆମେ ତାକୁ ରିକନସାଇଲ୍ କରିନୁ। ଏବେ କିନ୍ତୁ ଆମେ ସେ କଥାଟାକୁ କରିକି ଆପଣଙ୍କୁ ପୁଣି ଆପଣଙ୍କ ମିଡ଼ିଆ ଦ୍ୱାରା ଦେଇଦେବୁ ଯେ ଆମେ କେବେ କାମ ଆରମ୍ଭ କରୁଛୁ। ଲେଖିନଥିଲେ କ'ଣ ପାଇଁ? ଲେଖା ଯାଇନି ଯେଠି ସେଇଟା ଟିକେ ଆମ ଇଗ୍ନୋରାନ୍ସରୁ ରହିଥାଉ କିମ୍ବା ସେ ଲୋକର ବ୍ୟକ୍ତିଗତ କିଛି ପ୍ରୋବ୍ଲେମ୍ ହେଇକି ସେ ଆମେ ନ ଜଣେଇଥାଉ। ଗୁଡ଼ିଏ କାର୍ଯ୍ୟକ୍ରମ ଭିତରେ ବ୍ୟସ୍ତ ରହିଲା ଭିତରେ ଆମେ କିଛି କଥା ଭୁଲି ଯାଇଛୁ, ସେ କଥା ଆମେ ସ୍ୱୀକାର କରୁଛୁ। କିନ୍ତୁ ତା ଭିତରେ କିଛି ମିସବାଲାନ୍ସ ହେଇନି, କିଛି ମିସଆପରେସନ୍ ହେଇନି କିମ୍ବା ସେଇ ବୋର୍ଡ଼ ଉପରେ ବି ଅନ୍ୟ କୌଣସି କାମ କରାଯାଇକି ପଇସା ନିଆଯାଇନି। ମୁଁ ଯେତିକି ସମୟ ଏ ପଏଣ୍ଟରେ ପହଞ୍ଚି, ମୁଁ 2 ବର୍ଷ ହେଲା ମାତ୍ର ଆସିଛି, 2 ବର୍ଷରେ ପହଞ୍ଚି ସେମିତି କିଛି କରାଯାଇନି। କିନ୍ତୁ ଆମେ ଏ ଏନ୍ଆର୍ଜିଏସ୍ କାମ କରିବା ପାଇଁ ବ୍ଲକ ସ୍ତରରେ ଆମକୁ ବହୁତ ଲିଫ୍ଟ ଦିଆଯାଇଥିଲା। ଆମେ ଲୋକମାନଙ୍କ ସହିତ ଆଲୋଚନା କରିଥିଲୁ, ଲୋକମାନଙ୍କ ଦ୍ୱାରା ବି ଥିଲୁ, ଲୋକମାନଙ୍କ ପାଇଁ ବି ଥିଲୁ, ଆଉ ଲୋକମାନେ ଆମକୁ ସହଯୋଗ କରିଥିଲେ। ଫଳକ କେତେ ଦିନ ହେଲା ଲାଗିଲାଣି ସେଠି? ସେଇଟା ନିୟର ଆବାଉଟ୍ ସେ 20 ଦିନ ହେଲା ଲାଗିଛି, କିନ୍ତୁ ଆମେ ସେଇଟା ଆମେ 20 ଦିନ ମାନେ କେତେ ଦିନ ଯାଏ? ତଥାପି ସେଟା 25 ମାନେ ବର୍ଷେ ଖଣ୍ଡ ଗୋଟେ ବର୍ଷ ହେବ ଲାଗିଲାଣି। କିନ୍ତୁ ବର୍ଷକ ଭିତରେ ଆପଣଙ୍କର କିମ୍ବା କାହାର ବି ନଜର ପଡ଼ିଲାନି ଯେ କାର୍ଯ୍ୟ ଆରମ୍ଭ ତାରିଖ ନାହିଁ ବୋଲି? ଆପଣଙ୍କ କଥାକୁ ଆମେ ଆଡମିଟ୍ କରୁଛୁ, ମାନେ ଦିସ୍ ଇଜ୍ ଏ ଫଲ୍ଟ, ଯେଉଁଟାକି କରାଯିବା କଥା କରିନୁ, ସେଇଟାକୁ ଆମେ ଆଡମିଟ୍ କରୁଛୁ। କିନ୍ତୁ ଘରେ ଏଇଟା ସେକେଣ୍ଡ ଟାଇମ୍ କେବେ ହେବନି କିମ୍ବା ତାର କିଛି ଅସୁବିଧା ହେବନି। ଆମେ ତାକୁ ପୁଣି ଲୋକମାନଙ୍କର ଯେଉଁଟା ରାଇଟ୍ ଟୁ ଇନଫର୍ମେସନ୍ ଆକ୍ଟ ରହୁଛି, ସେମାନେ ଫଳକ ମାଧ୍ୟମରେ ଜାଣିବେ, ତ ସେମାନଙ୍କୁ ଏଇଟା ଗୋଟେ ପ୍ରକାର ଅନ୍ଧାରରେ ରଖିଲା ଭଳି କଥା। ନାଇଁ ସାର୍, ମୁଁ ଆଉ କଥା କହୁଛି ଶୁଣନ୍ତୁ, ଯଦି କିଛି ମନ୍ଦ ଉଦ୍ଦେଶ୍ୟ ଥାନ୍ତା, ଦିଅଙ୍କ ଜିନିଷ ଉପରେ କେବେ ମନ୍ଦ ଉଦ୍ଦେଶ୍ୟ ହେଇପାରିବନି। କାହିଁକି ନା ମୁଁ ଟିକେ ଭଗବାନଙ୍କୁ ବିଶ୍ୱାସ କରେ, ମୁଁ ସେ ପ୍ରଭୁ ଦରବାରରେ ମୁଁ ଜାଣିଛି ଯେ ମୋର କେହି କିଛି ନହେଲେ ମୁଁ ଟିକେ ପ୍ରଭୁ ଦରବାରରେ ଭଲ ଅଛି ତ ଭଲ ରହିବି। କାହିଁକି ନା ଭଗବାନଙ୍କ ଜିନିଷ ଉପରେ ଯେଉଁଠି ବାବା ବାଲୁକେଶ୍ୱରଙ୍କର ଯିବା ରାସ୍ତା, ତାପରେ ଭୁଲ ହେବ କାହିଁକି ହେବ? ହେଇନି, ଏଇଟା ହେଉଛି ଫଲ୍ଟ। ଏଇଟା ମୁଁ ବି ଆଡମିଟ୍ କରୁଛି। ସେଇଟା ଲେଖା ହେବ କଥା ଲେଖା ହେଇନି, ମୋ ନଜରକୁ ଆସିନଥିଲା, ମୁଁ ତାକୁ କରିଲି, କିନ୍ତୁ ଦ୍ୟାଟ୍ ଓନ୍ଲି ରିକନସାଇଲ୍। ଆପଣ ସେ କାମ ଯେତେବେଳେ ସରିଲା କିମ୍ବା ବିଲ୍ କରିବାକୁ ଯେତେବେଳେ ଯାଇଥିବେ, ଫଟୋ ଉଠେଇଥିବେ? ଫଟୋ ଉଠେଇଥିଲେ, ସେଠି ଆମେ ଯେଇ ସବୁ ଆସିଥିଲେ ହେଇଛି ଆଜ୍ଞା, ସେ କଥା ଆପଣଙ୍କ କଥା ମୁଁ ଗ୍ରହଣ କରୁଛି। ଆପଣ ଏକୁଟିଆ ତ ଯାଇନଥିବେ? ନା ପ୍ଲିଜ୍ ଶୁଣନ୍ତୁ, ମୁଁ ସାର୍ ଶୁଣନ୍ତୁ, ଆପଣଙ୍କୁ କହିଲି ଗୋଟେ ସମସ୍ୟା ଆସିଲେ ତାର କିଛି ଲାକୁନା ଆପଣ ବାହାର କରି ଆମକୁ ପଚାରିପାରିବେ। ଏଇଟା ମୁଁ ବି ଆଡମିଟ୍ କରୁଛି, କିନ୍ତୁ କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ। ଆମେ ତାକୁ କରିକି ଆପଣଙ୍କୁ କରିକି ଦେଖିବୁ। ଯେଉଁଟା କହିଲେ ଆପଣ ସେଇଟା କରିଦେବେ, ଠିକ୍ ଅଛି, ଆପଣ ଏଇଟା ଆଗକୁ କରିଦେବେ। ଯେହେତୁ ଆମେ ଆସିକି ଆପଣଙ୍କୁ ପଚାରିଲୁ, ତାପରେ ଆପଣ କରିବେ କି ଲୋକ କମ୍ପ୍ଲେନ୍ ଆଣିଲେ ଆପଣ କରିବେ। ଏଇଟା ଆପଣ ଯେତେବେଳେ ଯାଇଥିଲେ ଭେରିଫିକେସନ୍ ପାଇଁ, ବ୍ଲକରୁ ମଧ୍ୟ ଟିମ୍ ଆସିଥିବେ, ସେମାନେ ବି ଯାଇଥିବେ, କେତେ ଜଣ ଆସିଥିବେ? କେମିତି ଗୋଟେ ଫଟୋ ଯାଉଛି ବିଲ୍ ହେବା ପାଇଁ, ସେଠି ତାରିଖ ଲେଖା ହେଇନି ଆରମ୍ଭ ତାରିଖ, କିନ୍ତୁ ବିଲ୍ ହେଇଯାଉଛି, ଅଲରେଡି କାମ ସରିଯାଉଛି, ବିଲ୍ ହେଇଯାଉଛି। ଆପଣ ପଚାରୁଛନ୍ତି ନା କହୁଛନ୍ତି? ନା ମୁଁ ଆଉ ଆଜ୍ଞା ମୁଁ ରିକଲ୍ କରିପାରୁନି ସେଇଟା ଦେଇଥିଲି। ମୁଁ ଆସିଲା ତ ଦୁଇଟା ଗୋଟେ ଦେଇ ବଦଳିଛନ୍ତି ନା, ଲୋକ ତ ଆଜ୍ଞା ଆଉ କ'ଣ କରିପାରିବେ? କିନ୍ତୁ ମୁଁ କହୁଛି ନାଇଁ, ଆପଣ ତ ଏକୁଟିଆ ନଥିଲେ ନା ଯେ ଜଣେ ଇଗ୍ନୋର କରିଦେବ, ଠିକ୍ ଅଛି। ଏଇଟା ବ୍ଲକ ଲେଭେଲକୁ ଯାଇକି 2.5 ଲକ୍ଷ ଟଙ୍କା କିମ୍ବା 2 ଲକ୍ଷ ଟଙ୍କା ଯାହା ବି ଆପଣଙ୍କର ବିଲ୍ ହେଇଛି, ବିଲ୍ ହେବା ପାଇଁ ଯାଇଛି, ଫାଇଲ୍ ଯାଇଛି, କିନ୍ତୁ ଏ ପର୍ଯ୍ୟନ୍ତ ସେଇଟାକୁ କେହି ଦେଖିପାରୁନାହାନ୍ତି। କେମିତି କାମ ଚାଲିଛି? ଆପଣଙ୍କ ପଏଣ୍ଟଟା ତ ଠିକ୍। ଆପଣ ତ ଏକୁଟିଆ ନୁହନ୍ତି ନା, ଏହାର ହାୟର ଅଥରିଟି କିମ୍ବା ସରପଞ୍ଚ ତ ଏକୁଟିଆ ନୁହନ୍ତି ନା, ଆହୁରି ତ ଅନେକ ଲୋକ ଆସିଥିବେ, ଭେରିଫିକେସନ୍ ହେଇଥିବ, ଫଟୋ ଉଠିଥିବ, ଫଟୋ ବି ବ୍ଲକ ଲେଭେଲକୁ ଯାଇଥିବ, ତାପରେ ଯାଇକି ଫାଇଲ୍ ହେଇଥିବ। କେହି ଦେଖିପାରିଲେନି, କାର୍ଯ୍ୟ ଆରମ୍ଭ ତାରିଖ ନାହିଁ। ଆଜ୍ଞା ଏଇଟା ବର୍ତ୍ତମାନ ରିକନସାଇଲ୍ କରାଯିବ। ଆପଣ ତାପରେ ଏଇଟା କେମିତି ହେଇପାରିଲା? ଗୋଟେ ହାୟର ଅଥରିଟି ଆସୁଛନ୍ତି ଆକୁ ଭେରିଫିକେସନ୍ କରିବା ପାଇଁ, ୱିଦାଉଟ୍ ୱାର୍କଆଉଟ୍ର ନମ୍ବରରେ ଆପଣ କେମିତି କରିପାରିବେ? ଇଗ୍ନୋର କେମିତି ଗୋଟେ ହେଇଯାଇଛି, ଦ୍ୟାଟ୍ ଇଜ୍ ନୋ ଇଣ୍ଟେନସନ୍। କିଛି ତା ଦେହରେ ବନ୍ଦ ଉଦ୍ଦେଶ୍ୟ ଡେଟ୍ ନାହିଁ, ବିଲ୍ କେମିତି ହେଇପାରିବ? ଆପଣଙ୍କ କଥା ବି ଗ୍ରହଣ କରୁଛୁ। ଆଉ ଗୋଟେ କଥା, ଆପଣ ଯୋଉ କଥା କହିଲେ ଭୁଲ ହେଇଯାଇଛି, ବିଲ୍ ପାଇଁ ପଳେଇଛି, ତ ଏମିତି ସବୁ କାମରେ କଲେ ହେଇପାରିବ କି? କାର୍ଯ୍ୟ ଆରମ୍ଭ ତାରିଖ ନ ଲେଖିକିରି ବିଲ୍ ପାଇଁ ଫଟୋ ପଠେଇଲେ ହେଇପାରିବ? ଗୋଟେ ଜିନିଷ ଏମଆର୍ ଜେନେରେଟ୍ ହଉ, ତାର ଗୋଟେ ଜିନିଷ ଅଛି। କିନ୍ତୁ ଆପଣଙ୍କ ଭାବନ୍ତୁ ଗୋଟେ ଜିନିଷ କୋଉଠି ସ୍ଲିପ୍ କରିଗଲା, ଆପଣ ଯେହେତୁ ଆମକୁ ବର୍ତ୍ତମାନ ନ୍ୟୁଜ୍ ମିଡ଼ିଆ ଯେତେବେଳେ ଆମକୁ ଏ ବାବଦରେ ପ୍ରଶ୍ନ କରିକି ପଚାରିକି ବର୍ତ୍ତମାନ ଏକଥା ଆପଣ ବାଇକ୍ ନେଉଛନ୍ତି, ଆମେ ଆଜି ବି କହୁଛୁ, ଆମେ ଆହୁରି କଷସ ହେଇଗଲୁ ଯେ ୱିଦାଉଟ୍ ଏନି ସାଇନ୍ ବୋର୍ଡ କିଛି ବି ଆରମ୍ଭ ହେଇପାରିବ। ୱିଦାଉଟ୍ ଏନି ସାଇନ୍ ବୋର୍ଡ କିଛି ଆରମ୍ଭ ହେଇପାରିବନି, କିନ୍ତୁ ୱିଦାଉଟ୍ ଏନି ଡେଟ୍, ଷ୍ଟାର୍ଟିଂ ଡେଟ୍, ୱିଦାଉଟ୍ ଏନି ସାଇନ୍ ବୋର୍ଡ ୱିଥ୍ ରିଟନ୍ ଡେଟ୍ ଆଣ୍ଡ ଏଷ୍ଟିମେଟେଡ୍ କଷ୍ଟ।
ତାହେଲେ ଏଇଟା କେମିତି ହେଲା? ଏଇଟା ବିଲ୍ ପୁଣି ଯାଇଛି 2 ଲକ୍ଷ, କେମିତି ହେଲା? ବିଲ୍ କେମିତି ହେଲା? 2 ଲକ୍ଷ ପାଇଁ ବିଲ୍ ବି ଯାଇଛି, କେମିତି ହେଲା? 2 ଲକ୍ଷ କେତେ ହଜାର ଆପଣ କହୁଛନ୍ତି ସେଟା କେମିତି ହବ? ବିନା ତାରିଖରେ କିପରି ବିଲ୍ ହେଇପାରିବ ମତେ ଟିକେ କୁହନ୍ତୁ। ହେଇପାରିବନି, କିନ୍ତୁ ତ ମିଷ୍ଟେକ୍ ହେଇଯାଇଛି। ବର୍ତ୍ତମାନ 1 ବର୍ଷ ହେଇଗଲା, କେମିତି ବିଲ୍ ଆସିବ? ଆପଣ ଏବେ କହୁଛନ୍ତି କି ହେଇପାରିବନି, ପୁଣି ଯାଇଛି ବିଲ୍ ହବ। ଫାଇଲ୍ ହେଲା କେମିତି? ହାଉ କ୍ୟାନ୍ ପସିବୁଲ? ଫାଇଲ୍ ହେଲା କେମିତି? ଫାଇଲ୍ ତ ଲେଖାହେଇଛି ନା, ଫାଇଲ୍ ମସ୍କଲ୍ ଜେନେରେଟ୍ ହେଉଛି କୌଣସି ସେଭଳି ମସ୍କଲ୍ ବି ଜେନେରେଟ୍ ହେଇଛି ନା। ତା ଡେଟ୍ ଅଛି। ମାନେ ଫାଇଲରେ ଯାହା ଡେଟ୍ ଲେଖା ହେଇଛି ଆଉ ଫଳକରେ ଡେଟ୍ ନ ରହିଲେ ବି ଚଳିବ? ନା ଫାଇଲ୍ ଡେଟ୍ଟା ହିଁ ସେଠି ଇମ୍ପ୍ଲିମେଣ୍ଟେସନ୍ ଆମେ କରିବୁ। କରିଦେବେ ମାନେ ବର୍ଷେ ପରେ କହିବା ପରେ, ଲୋକ ଅଭିଯୋଗ ଆଣିବା ପରେ, ମିଡିଆ ଆସି ପହଞ୍ଚିବା ପରେ। ନା। ଆପଣ 1 ବର୍ଷ ପରେ ଆପଣ ଫାଇଲ୍ ଡେଟ୍ ତାଙ୍କୁ ଦେବେ, ମାନେ ପୁଣି ଅଭିଯୋଗ ଆସିବା ପରେ? ନା ଅଭିଯୋଗ ନୁହଁ, ସେଟା ଗୋଟେ ଆଚ୍ଛା, ୟା ଦେହରେ ଏଇଟା କୋଉ କାମ? କଥା ମୁଁ ଗ୍ରହଣ କରୁଛି। ଆଜ୍ଞା। ଦ୍ୟାଟ୍ ଅଲ୍ ୱିଲ୍ ରିକନସାଇଲ୍ ଇନ୍ ଫ୍ୟୁଚର୍। ଆପଣ ଆମକୁ ଆଉ ବ୍ୟସ୍ତ କରାନ୍ତୁନି। ଏଇଟା ଗୋଟେ ଘଟଣା ଅଛି, କିନ୍ତୁ ମୁଁ ଆଜି ବି ଏତିକି କହି ରଖୁଛି, ମାନେ ଏଠି ମାନେ ମନ୍ଦ ଉଦ୍ଦେଶ୍ୟ କିଛି ନାହିଁ। ଏଇଟା ସେ ବାଲୁକେଶ୍ୱରଙ୍କ କଥା, ଆମେ ଆଉ କିଛି କହୁନୁ। ଏଇଟା MGNRGS ଅଣ୍ଡରରେ ହଉଛି ତ? MGNRGS। ଏଇଟା ଏପିଓଙ୍କ ପାଖରେ ବିଲ୍ ହଉଛି, ଫାଇଲ୍ ହଉଛି। ତାହେଲେ ଏପିଓ ବି ଏଥିରେ କିଛି କହିନାହାନ୍ତି କାର୍ଯ୍ୟ ଆରମ୍ଭ ବିଷୟରେ, ତାରିଖ ଫଟୋ ଦେଖିନାହାନ୍ତି? ହେଇନି ତ ଆଉ କରାଯିବ କଣ? ମାନେ ମୁଁ ଆଜ୍ଞା ଆପଣଙ୍କୁ ପଚାରୁଛି ଜଷ୍ଟ, ଯେ ଏପିଓଙ୍କ ପାଖରେ ଯେତେବେଳେ ଆପଣ ଫାଇଲ୍ କ୍ରିଏଟ୍ କରିଥିବେ, ସେଠି ତ ଆହୁରି ବି ଥିବେ କମ୍ପ୍ୟୁଟର ଅପରେଟର ଥିବେ ବି 2-3 ଜଣ ଯୋଉମାନେ ଫାଇଲ୍ କ୍ରିଏଟ୍ କରିଥିବେ, ସେମାନେ ଆପଣଙ୍କୁ କହିଛନ୍ତି କି? କିଛି କହିନାହାନ୍ତି। ସେମାନେ କିଛି ବି ମାନେ ଇସ୍ୟୁ ବାହାର କରିନାହାନ୍ତି ଯେ କାହିଁକି କାର୍ଯ୍ୟ ଆରମ୍ଭ ତାରିଖ ନାହିଁ ବୋଲି? ଜାଣିଲି, ମୁଁ ତାପରେ ଆସି ସେଟାକୁ କରିବା ପାଇଁ ଥିଲେ, ଯଦି ମୁଁ ବିଫୋର ଦ୍ୟାଟ୍ ଜାଣିଥାନ୍ତି ଦ୍ୟାଟ୍ ୱିଲ୍ ବି ମାନେ ସାର୍ ଏଇଟା ଗୋଟେ ଅନ୍ଧକାର ଭିତରେ ରହିଲା ଭଳି ଜିନିଷ। କମ୍ପ୍ୟୁଟର ଯିଏ ବର୍ଷେ ହେଲାଣି, ଗୋଟେ କି 2 ଦିନ ନୁହେଁ କି ମାସେ ନୁହେଁ ନା। 2 ଜଣ ଥାଇକି ବି ମଧ୍ୟ ସେମାନେ ଫଲ୍ଟକୁ ଧରି ପାରିଲେ ନାହିଁ। ଏପିଓ ବି ଦେଖି ପାରିଲେନି। ସାଧାରଣ ଜନତା ଅଭିଯୋଗ କଲେ, ସାମ୍ବାଦିକ ଆସିବା ପରେ ଆପଣ କହୁଛନ୍ତି କି ଜଷ୍ଟ ମିଷ୍ଟେକ୍ ହେଇଯାଇଛି। ଏଇଟା କିପରି ସମ୍ଭବ ହୋଇପାରିବ? ମାନେ କାର୍ଯ୍ୟର ଆରମ୍ଭ ତାରିଖ ନାହିଁ, ଆପଣ କହୁଛନ୍ତି ଫାଇଲ୍ ଡେଟ୍, ଫାଇଲ୍ ଓପନ୍ ଡେଟ୍ ପକେଇକି ଆମେ କରିଦେବୁ। ଏଇଟା ସମ୍ଭବ କି ସାର୍? ଇଜ୍ ଦ୍ୟାଟ୍ ଲେଜିଟିମେଟ୍? କୁହନ୍ତୁ ଏଇଟା ଲୋକ ପଏଣ୍ଟ ଆପଣ ରଖନ୍ତୁ, ମୁଁ ଆଉ ଟିକେ ଆପଣଙ୍କୁ ଚିନ୍ତା କଲେ କହିବି। କିନ୍ତୁ ଘରେ ସେ ଜିନିଷ ହେଉଛି ଘଟଣା ଅଛି, କିନ୍ତୁ ମନ୍ଦ ଉଦ୍ଦେଶ୍ୟ କିଛି ନାହିଁ। ଯାହା ଆପଣଙ୍କର ମନ୍ଦ ଉଦ୍ଦେଶ୍ୟ ନାହିଁ, ସେଟା ଠିକ୍ ଅଛି, କିନ୍ତୁ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଆପଣ ତ କହିଲେ ବରାଳ ବାଲୁଙ୍କେଶ୍ୱରଙ୍କ କାମରେ ଆମେ ଏଇଟା ଅନ୍ୟାୟ ହେଇପାରିବ ନାହିଁ, ହେଲେ 1 ବର୍ଷ ହେଲା ଆପଣ ଏବେ କରୁଥିଲେ କ'ଣ? ସାର୍ ପ୍ଲିଜ୍ ସାର୍ କୁହନ୍ତୁ, 1 ବର୍ଷ ହେଲା ଆପଣ କରୁଥିଲେ? ନାଇଁ କିଛି କରୁନଥିଲୁ, ସେଇ ଯୋଉ ସାର୍ 1 ବର୍ଷ ହେଲା ଡେଟ୍ ନାହିଁ, କେମିତି ବିଲ୍ ଫାଇଲ୍ ଆଗକୁ ଗଲା ଆମେ କେମିତି? ଜାଣିବାକୁ ଚାହୁଁଛୁ। ଏପିଓଙ୍କ ଅଫିସରୁ ବି କିଛି ଆପଣଙ୍କୁ କୁହାଯାଇନି କି ଡେଟ୍ କାହିଁକି ଲେଖା ହେଇନି, କ'ଣ ହେଇନି? କିଛି ବି କୁହାଯାଇନି। ତାହେଲେ ଏଠି ଫଲ୍ଟ ତ ଆପଣଙ୍କର ବି ଯୋଉଠି ଯେତିକି ରହୁଛି, ଅଫିସରେ ବି ସେତିକି ରହୁଛି। କୁହନ୍ତୁ, ଫଲ୍ଟ ମାନେ ମଣିଷ ତ ଚାଲିଗଲେ ଫଲ୍ଟ ଅଛି, କିନ୍ତୁ ବର୍ଷେ ଯାଏଁ ତ ଫଲ୍ଟଟା ରହିବନି ନା, ଚାଲିଗଲେ ଫଲ୍ଟ ଅଛି, ଠିକ୍ ଅଛି। ଆପଣଙ୍କ କଥା ମୁଁ ଆକ୍ସେପ୍ଟ କରୁଛି, ମୁଁ ରହିବନି। କିନ୍ତୁ ଗୋଟେ ଯଦି ଗୋଟେ ମାଇନର ମିଷ୍ଟେକ୍ ଭିତରେ ଏଇ କଥାଟା ଏତେଟା ପର୍ଯ୍ୟନ୍ତ ପହଞ୍ଚିଗଲା, ହଉ ସାର୍ ଠିକ୍ ଅଛି, ଦ୍ୟାଟ୍ ୱିଲ୍ ବି ରିକନସାଇଲ୍ ଆଉ। ମୁଁ ଏକ୍ଜିକ୍ୟୁଟିଭ ଅଫିସର ହିସାବରେ ଆପଣଙ୍କର ଏଇଟା ପ୍ରଥମ କର୍ତ୍ତବ୍ୟ। ଏଇଟା 1 ବର୍ଷ ହେଲା କେମିତି ଆପଣଙ୍କ ନଜରକୁ ଆସିନଥିଲା? କରାଯିବ ସାର୍, ତ ହେଇପାରିଲେ ତ ଆଉ କ'ଣ କରାଯିବ? ଆଉ କ'ଣ ସବୁ ନଜର ଆସିନି? ଆପଣଙ୍କୁ ମୁଁ ଯେତେ କ୍ଲାରିଫିକେସନ୍ ଦେଲେ ବି ଆପଣ ତ ସେ କଥାଟା ବର୍ତ୍ତମାନ ମୋତେ ଲଜିକାଲି କହୁଛନ୍ତି ନା। ତେଣୁକି ମୁଁ ଯେତେବେଳେ ମୁଁ କେବଳ ଜାଣି ୱିଥ୍ ଲଜିକାଲି, ନନ୍ ଲଜିକାଲି ନା ୱିଥ୍ ଲଜିକାଲି ମୁଁ ସାର୍ ଗୋଟେ ଜିନିଷ ମୋ କହିବାର ଅର୍ଥ, ମୁଁ ତା କହୁନି। ମୁଁ ଜିନିଷ ହେଉଛି ଗୋଟେ କଥା କହିବାର ଅର୍ଥ ଯେ ଗୋଟେ କଥା ଅଛି, ମୁଁ ଲଜିକାଲି ପାଇଁ ମୁଁ ଆପଣଙ୍କର ଏଇ ଇଲାକାକୁ ଆପଣ କହିବେ ମୁଁ ଶୁଣିବି। କାହିଁକି ନା ଯେହେତୁ ଗୋଟେ ଫଲ୍ଟ ରହିଯାଇଛି, ମୁଁ କେବେ ଫଲ୍ଟ ମାନେ ସପକ୍ଷରେ କହିପାରିନି। କାହିଁକି ନା କାରଣ ମୁଁ ସେଇଟା ଦ୍ୟାଟ୍ ଇଜ୍ ମାଇ ଫଲ୍ଟ, ତ ମୋର ଦେଖିବାର ଥିଲା କି ସମୟରେ ମୁଁ ମାଇନସ୍ ହେଇଛି, ମୋତେ କେହି କହିଲେ ମୁଁ ରହିଯାଇଛି କହୁଛି ନିଶ୍ଚିତ ଘଟଣା। ତାପରେ ଆସିଲା ପରେ ମୁଁ ଜାଣିଲି ନା ଆଉ। ଆପଣ ଠିକ୍ ଅଛି, ଆପଣ ଜାଣିପାରିଲେ ନାହିଁ, କଣ୍ଟିନ୍ୟୁ। ଆପଣ ଜାଣିପାରିଲେ ନାହିଁ, ଠିକ୍ ଅଛି, ହେଲେ 1 ବର୍ଷ ହେଲା ବିଲ୍ ପାଇଁ ଯାଇଛି, ସେମାନେ ବି ଜାଣିପାରିଲେ ନାହିଁ। ଏଇଠି ଆକ୍ଚୁଆଲି ଭୁଲ କାହାର? ଆପଣଙ୍କର ଭୁଲ ନା ଯିଏ ବିଲ୍ କରୁଛନ୍ତି ତାଙ୍କର? ସାଇନ୍ ବୋର୍ଡଟା ରୁହେ ସାର୍ ନିୟମ କହୁଛି ସେଇଟା, ସେଇଥିରେ ସମସ୍ତଙ୍କର ରହିଯିବ। ଆପଣ ଦଉଛନ୍ତି ମାନେ ସମସ୍ତଙ୍କୁ ଅନ୍ଧାରରେ ଆପଣ ନାଇଁ ସାର୍, ଆପଣ କହୁଛୁ, ମୁଁ ଆଜି ନ୍ୟୁଜ୍ ମିଡ଼ିଆକୁ ଏତେ ରିକ୍ୱେଷ୍ଟ କରୁଛି, ଆମର ମନ୍ଦ ଉଦ୍ଦେଶ୍ୟ ନାହିଁ। କ'ଣ ଯଦି କିଛି ଭୁଲ ହୋଇଛି, ଭଗବାନ ବି ତ ଭୁଲ କରୁଛନ୍ତି, ତାକୁ ବି ତ କ୍ଷମା ଦିଆଯାଇଗଲା ନା। କିଛି ଜିନିଷ ଲେଖା ହେଇଛି, ଯଦି ଆମେ ଯଦି ଏତେ କଥା ଗୋଟେ କରିଲେ ଗୋଟେ ହେଇଯାଇଛି ବାଳରେ, ଯଦି ଆମେ ଆଉ ତା ଭିତରେ ସେଇଟା ପୁଣି ବର୍ଷେ ହେଲା ନାଇଁ ସାର୍, ବର୍ଷ ହଉ ବିଲ୍ ପାଇଁ ଯାଇକି ବର୍ଷେ ହେଲା, କିନ୍ତୁ କାର୍ଯ୍ୟର ଆରମ୍ଭ ତାରିଖ ନାହିଁ। ଦ୍ୟାଟ୍ ୱିଲ୍ ବି ରିକନସାଇଲ୍। ମାନେ ବିଲ୍ କେମିତି ହେଇପାରେ? ତା ଅର୍ଥ ଏମିତି ଆପଣ ଅନେକ କାର୍ଯ୍ୟ ବି କରୁଥିବେ, ଆପଣ ଯଦି କହୁଛନ୍ତି ପର ମୁହୂର୍ତ୍ତରେ ଆମେ ଡେଟ୍ ପକେଇ କରିଦେଇ ପାରିବୁ, ଏମିତି ଅନେକ କାର୍ଯ୍ୟ ଅଛି ଯୋଉଟାରେ କି ଡେଟ୍ ପଡ଼ିନି, ଆମେ ତାକୁ ଆମେ ଆପଣଙ୍କର ଆଖି ଦୃଷ୍ଟି କଲେ ଆପଣ ଡେଟ୍ ପକେଇ ବିଲ୍ କରିଦେଇ ପାରିବେ ନା? এইটা করিপারে সেটা না 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 শুধু যেটা না অ্যাকচুয়াল করছো যেটা ঠিক যেটা ভুলটা ঠিক করিব ହେଲା ମୁଁ କରୁଛି ମୁଁ ଏଇଟା ଆପଣଙ୍କୁ ଆକ୍ସେପ୍ଟ କରୁଛି ଦ୍ୟାଟ୍ ଇଜ୍ ମାଇ ଫଲ୍ଟ ମୋ ପାଖରେ ମୋ ଫଲ୍ଟରେ ବି କିଛି ଫଲ୍ଟ ରହିଗଲା ହେଲା
ମୁଁ ଆପଣମାନଙ୍କୁ ଯେଉଁ କଥା କହୁଛି ମୁଁ ମୋତେ ବର୍ତ୍ତମାନ ସେ ଜିନିଷଟା ସେ କଥା ଏଇଟା ଗୋଟେ ଜନସାଧାରଣଙ୍କୁ ଅନ୍ଧାରରେ ରଖିଲା ଭଳି ଜନସାଧାରଣ ଅନ୍ଧାର ରହିବେନି, ଜନସାଧାରଣ ସଦାବେଳେ ଆଲୁଅରେ ରହିବେ। ଆଉ ଜନସାଧାରଣ ସେବାରେ ଆମେ ଅଛୁ ଯେତିକି ଦିନ ସାର୍ ଗୋଟେ ବର୍ଷ ହେଇଗଲା ସାର୍ ଗୋଟେ ବର୍ଷ ହେଇଗଲା ଅନ୍ଧାରରେ ରହିଲେଣି ଗୋଟେ ବର୍ଷ ହେଇଗଲା ସାର୍ କଣ କହିବେ? ସାର୍ ରଖିଲି, ଜୟ ଜଗନ୍ନାଥ। କିନ୍ତୁ ଭବିଷ୍ୟତରେ ହବନି କଥା ମୁଁ ଆଡମିଟ୍ କଲି। ଆପଣମାନେ ଯାହା ବର୍ତ୍ତମାନ ଯାହା ଚିନ୍ତା କରି ମିଡ଼ିଆ ସାର୍ ମାନେ ଯାହା ବଜେଇବେ ଆଉ ଆମକୁ କିଛି କହିବା ନାହିଁ। ଜୟ ଜଗନ୍ନାଥ।